ଜଗତର ନାଥ ଶ୍ରୀଜଗନ୍ନାଥ ସେ ଭକ୍ତଙ୍କ ଭଗବାନ। ଭକ୍ତଙ୍କ ପରୀକ୍ଷା ନିଅନ୍ତି। ହୃଦୟର ସହ ଡାକିଲେ ଭକ୍ତର କଥା ବି ଶୁଣନ୍ତି। ଭକ୍ତଙ୍କ ମନ କଥା ଜାଣନ୍ତି କାଳିଆ ଠାକୁର। ଏମିତି ଜଣେ ଧର୍ମପ୍ରାଣ ମହିଳା ଭକ୍ତଙ୍କ କଥା ରଖି ତାଙ୍କ ନିକଟରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ ଶ୍ରୀଜଗନ୍ନାଥ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ବଇଞ୍ଚ ବଣିଆରେ ସ୍ଥାପିତ ଶ୍ରୀଜଗନ୍ନାଥ ମନ୍ଦିର। ଭକ୍ତଙ୍କ ଇଚ୍ଛା ପୂରଣ କରି ଏଠାରେ ବିରାଜମାନ ହୋଇଛନ୍ତି ମହାପ୍ରଭୁ। କୁହାଯାଏ ଯେ ମନ୍ଦିର ତୋଳିବା ପାଇଁ ସମ୍ପୃକ୍ତ ମହିଳା ଭକ୍ତଙ୍କୁ ସ୍ୱପ୍ନାଦେଶ ଦେଇଥିଲେ ଜଗନ୍ନାଥ। ଦୁଇ 2006 ମସିହାରେ ପ୍ରତିଷ୍ଠା ହୋଇଥିଲା ଏହି ଜଗନ୍ନାଥ ମନ୍ଦିର। ବିଗ୍ରହ ନିର୍ମାଣ ପାଇଁ ପବିତ୍ର ଋଷିକୂଲ୍ୟା ନଦୀ ତଟରେ ଥିବା ପାଣ୍ଡରାଖୋଲ ଗ୍ରାମରୁ ଦାରୁ ଅଣାଯାଇଥିଲା। ବଇଞ୍ଚ ବଣିଆ ଶ୍ରୀଜଗନ୍ନାଥ ମନ୍ଦିର ପାବନ ଶ୍ରୀକ୍ଷେତ୍ର ଭାବେ ପରିଚିତ। ଶ୍ରୀଜଗନ୍ନାଥଙ୍କ ଇଚ୍ଛାରେ ଭବ୍ୟ ମନ୍ଦିର ଗଢ଼ାଯାଇଛି। ତିନି ଦିଅଁ ବିରାଜମାନ ଅଛନ୍ତି। ମନ୍ଦିରର ଗରୁଡ଼ ବିଗ୍ରହ ଧାତୁରେ ନିର୍ମିତ, ଯାହାକି ବିରଳ। ମନ୍ଦିର ପରିସର ପ୍ରଶସ୍ତ ରହିଛି। ପୁରୀ ଶ୍ରୀମନ୍ଦିର ଅନୁକରଣରେ ପାବନ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ନୀତିକାନ୍ତି ହୁଏ। ମନ୍ଦିର ଭିତରେ ମହାଲକ୍ଷ୍ମୀ, ବିମଳା, ସରସ୍ୱତୀ, ରାଧାକୃଷ୍ଣ, ରଘୁନାଥ, ସୂର୍ଯ୍ୟନାରାୟଣ, ମହାଦେବ, ପାର୍ବତୀ ଓ ହନୁମାନଙ୍କ ମନ୍ଦିର ମଧ୍ୟ ରହିଛି। ରଥଯାତ୍ରାରେ ଗୋଟିଏ ରଥରେ ବିଜେ ହୁଅନ୍ତି ଚତୁର୍ଦ୍ଧା ମୂର୍ତ୍ତି। ରଥଯାତ୍ରା ପାଇଁ ହିଞ୍ଜିଳିକାଟୁ ଓ ଆଖପାଖ ଗାଁର ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ବ୍ୟୁରୋ ରିପୋର୍ଟ, ସିଲ୍କ ସିଟି ଲୋକାଲ।